ଏଇ ବିଗତ କିଛି ଦିନ ତଳେ ଘର ଲୋକଙ୍କ ସହ କେନ୍ଦୁଝର ଯାଇଥିଲି। ମା ତାରିଣୀଙ୍କୁ ଦର୍ଶନ କରି ସେଠାରୁ 100 କିଲୋମିଟର ଦୂରରେ ଥିବା ଖଣ୍ଡାଧାର ଜଳପ୍ରପାତକୁ ଯାଇଥିଲି। ଅସୁସ୍ଥତା ପାଇଁ ମାନସିକ ଅବସ୍ଥା ମଧ୍ୟ ସେମିତି କିଛି ଖାସ୍ ଭଲ ନଥାଏ ସେତେବେଳେ। ମନ ଭୁଲେଇବା ପାଇଁ ତଥା ମନ ଭିତରେ ବୁଲୁଥିବା ଅନାବନା କଥାଗୁଡ଼ିକୁ ସେଠିକାର ନିର୍ମଳ ପରିବେଶରେ କିଛି ସମୟ ପାଇଁ ଲୋପ ହୋଇଯାଇଥିଲା ମୋର ଯେମିତି। ଖାଲିଟାରେ ଲୋକମାନେ ବୁଲିବାକୁ ଯାଆନ୍ତିନି। ସେଇ ପଇସା ଯୋଡ଼ି କିଛି ଲୋକ ସୁନା ଗହଣା କିଣି ଦିଅନ୍ତି, ହେଲେ ସ୍ମୃତି ବନେଇବା ପାଇଁ କିଛି ସମୟ ଯୋଡ଼ି ପାରନ୍ତିନି। ଭାବିଲା ବେଳକୁ ହାତରେ କ'ଣ ବା ଥାଏ, ବଳ ନା ବୟସ? ଲୋକ ତ କିଛି ହେଲେ ବି କହିବେ, ତାଙ୍କ କଥା ଶୁଣିଲେ ଜୀବନରେ କ'ଣ ଆଗେଇ ହେବ? କିନ୍ତୁ ପାଗକୁ ଦେଖି ସେଦିନ ବୁଲାଟା ବହୁତ ଭଲ ଥିଲା। କିଛି ପାହାଚ ଚଢ଼ିବାକୁ ହୋଇଥାଏ, ସେଥିପାଇଁ ବୁଢ଼ାବୁଢ଼ୀଙ୍କୁ ଯଦି ସାଙ୍ଗରେ ନେଇକି ଯାଉଛନ୍ତି ତାହେଲେ ସେମାନଙ୍କର ଟିକେ ଧ୍ୟାନ ରଖିବେ। ଗଲାବେଳେ ଖାଦ୍ୟ ପଦାର୍ଥ କିଛି ନିଜେ ନେଇକି ନ ଯିବାଟା ଭଲ ନିଜ ପାଇଁ। ମାଙ୍କଡ଼ମାନେ ଆକ୍ରମଣ କରିପାରନ୍ତି। ହଁ, ସେମାନଙ୍କ ପାଇଁ ଯଦି ନେବେ ତାହେଲେ ସେମାନଙ୍କୁ ଦେଲେ ସେମାନେ ଆରାମରେ ଖାଇବେ। ପରିଶେଷରେ ଏତିକି କହିବି, ବହୁତ ଭଲ ସ୍ଥାନଟିଏ। ନିଜ ପ୍ରିୟଜନଙ୍କ ସହ ସେଠି ଯାଇ ଆରାମରେ ବୁଲାବୁଲି କରିପାରିବେ ଆଉ ସେଠାକାର ଶାନ୍ତ ପରିବେଶରେ ନିଜକୁ ହଜେଇ ପାରିବେ ଏବଂ ଜଞ୍ଜାଳ ସବୁକୁ ଭୁଲି ଟିକେ ଶାନ୍ତିରେ ସମୟ ବିତେଇ ପାରିବେ। ତାଠାରୁ ବଡ଼ ଆଉ ଏ ଦୁନିଆରେ କ'ଣ ଦରକାର କହିଲେ? ରହୁଛି, ଧନ୍ୟବାଦ। ଦେଖା ହେବା ଆଉ ଗୋଟେ ଭିଡ଼ିଓରେ ଆଉ କିଛି ନୂଆ କଥାବାର୍ତ୍ତା ସହିତ।